କାଲି ଘଟଣା ଘଟିଲା ପରେ କାଲି ଏପରି ନିନ୍ଦନୀୟ ଘଟଣା ଘଟିଲା ପରେ କାଲି ଆଡ଼ିସନାଲ ଡିଜି ଏବଂ ଏସପି ଏବଂ ଅନ୍ୟାନ୍ୟ ଏସପି ଏବଂ ଜିଲ୍ଲାର ସମସ୍ତ ଆଇଆଇସି ଏବଂ ଫୋର୍ସ ପ୍ଲାଟୁନ୍ ଫୋର୍ସ ଭୁବନେଶ୍ୱର କଟକରୁ ସବୁଆଡ଼ୁ ରିଜର୍ଭ ଫୋର୍ସ ସବୁ ଆସିଛନ୍ତି ଆସିକି ବର୍ତ୍ତମାନ ଯାଜପୁରରେ ଅଛନ୍ତି। ଯେଉଁମାନେ ଏଭଳିଆ ନିନ୍ଦନୀୟ ଏଭଳିଆ ଘଟଣା ଯେଉଁମାନେ ଘଟାଇଥିଲେ ତାଙ୍କୁ ଆମର ସରକାର ତରଫରୁ ମୋତେ ସିଏମ୍ ଡେପୁଟି ସିଏମ୍ ଏବଂ ସମସ୍ତଙ୍କ ପାଖରୁ ବରାବର ଫୋନ୍ ଆସୁଛି ଏବଂ ସମସ୍ତଙ୍କର ଲିଗାଲ୍ ଆକ୍ସନ୍ ନିଆହେଉଛି। ଆମେ ଭାରତୀୟ ଜନତା ପାର୍ଟି ଶାନ୍ତି ଶୃଙ୍ଖଳା ଭାବରେ ଆମେ କାର୍ଯ୍ୟ କରୁ। ଆମେ ଆଇନ ଉପରେ ଭରସା କରୁ। ଆଇନ ନିଶ୍ଚୟ ତା ବାଟରେ ଯିବ ଏବଂ ଯେଉଁମାନେ ଦୋଷୀ ଅଛନ୍ତି ତାଙ୍କୁ ନିଶ୍ଚୟ ସେମାନଙ୍କୁ ଆରେଷ୍ଟ କରାଯିବ। ଯାହା ଖବର ପାଇଛୁ 10 ଜଣ ସେଥିରୁ ଯିଏ ଏହି ମରଣାତ୍ମକ ଆକ୍ରମଣ ଯିଏ କରିଥିଲେ 10 ଜଣ ସେମାନେ ଆରେଷ୍ଟ ହୋଇସାରିଲେଣି ଏବଂ ପୋଲିସ ସେଠି ଅଛନ୍ତି। 3ଟି କାଟାଗୋରୀ ଗ୍ରୁପ୍ କରାଯାଇଛି। ସେଠି ନିଜେ ଅଛନ୍ତି କାଲିଠୁ ପୋଲିସ ଅଛନ୍ତି ଏବଂ ସେ ବାକି ଯିଏ ଆସାମୀ ସେଥିରେ ଇନଭଲ୍ଭ ଅଛନ୍ତି ସମସ୍ତଙ୍କୁ ଆରେଷ୍ଟ କରାହେବା ପାଇଁ ସରକାର ତରଫରୁ ପୁରା ତାଙ୍କୁ କୁହାଯାଇଛି ଏବଂ ଦୋଷ କରିଥିବା ବ୍ୟକ୍ତିଟି ଆରେଷ୍ଟ ହେବ। ବିନା ଦୋଷରେ ଯେମିତି ବିଜୁ ଜନତା ଦଳର କାର୍ଯ୍ୟକ୍ରମ ଥିଲା ସେଭଳିଆ କୌଣସି ଲୋକଙ୍କୁ କିଛି ହାର୍ମ ପଠାବନି ଏବଂ ମୁଁ ବି ଅଗଣିତ ଭଲ ପାଉଥିବା ଆମର ଧର୍ମଶାଳା ଯାଜପୁର ଆସି ସମସ୍ତେ ଯାଇକି ରାତିରେ ସମସ୍ତେ ପହଞ୍ଚିଥିଲେ ଏବଂ ସେମାନେ ମୁଁ ଆପଣଙ୍କ ମିଡ଼ିଆ ମାଧ୍ୟମରେ ମୁଁ ଗୋଟିଏ ସମସ୍ତଙ୍କୁ କହୁଛି ଆମେ କେହି ଭାয়োଲେନ୍ସ କ୍ରିଏଟ୍ କରିବାନି। ଆମେ ସମସ୍ତେ ଶାନ୍ତିପୂର୍ଣ୍ଣ ଭାବରେ ପୁଲିସ ପ୍ରଶାସନ ଦ୍ୱାରା ଯାହା କାର୍ଯ୍ୟ ହେଉଛି ସେହି ହିସାବରେ ଆମେ କାର୍ଯ୍ୟ କରି ଆମେ ଆସାମୀକି ଗିରଫ କରିବା ଏବଂ ଯାଜପୁରରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା। ନିଶ୍ଚୟ ସମସ୍ତେ ଦୁଃଖିତ ଏଥିରେ ସମସ୍ତେ ଯାଜପୁରର ଏହି ଗୁଣ୍ଡାଗର୍ଦି ବିଜୁ ଜନତା ଦଳ ଗୁଣ୍ଡାଗର୍ଦି ପାଇଁ ଯାଜପୁରବାସୀ ଆଜି ଭୟଭୀତ। ତେଣୁ ମୁଁ ସରକାରରେ ଥାଇ ମୁଁ ସରକାର ମୋ ଉପର ଉଚ୍ଚ ଅଧିକାରୀ ଯାହା ଆଲୋଚନା କରିଛି ଏପରି ଗୁଣ୍ଡାଗର୍ଦି କି କେବେ ଭାରତୀୟ ଜନତା ପାର୍ଟି ବରଦାସ୍ତ କରିବନି। ତେଣୁ କାଲିଠୁ ଆପଣମାନେ ଦେଖିଥିବେ କେଉଁ ରେଟ୍ରେ ପୋଲିସ ସେଠି ଯାଇକି ପହଞ୍ଚିଲେଣି। ତେଣୁ ନିଶ୍ଚୟ ଏଭଳି କାର୍ଯ୍ୟକ୍ରମ ଆଗକୁ କେବେ ନ ହେବା ପାଇଁ ଲ ଆଣ୍ଡ ଅର୍ଡ଼ର ସିଚୁଏସନ୍ ନ ଆସିବା ପାଇଁ ଆମ ସରକାର ସବୁବେଳେ ତତ୍ପର ଅଛି ଏବଂ ଏଭଳିଆ ଗୁଣ୍ଡାଗର୍ଦି କରୁଥିବା 25 ବର୍ଷ ଶାସନରେ ଯିଏ ଶାସନ ଭାରକୁ ନିଜ ମୁଠାରେ ରଖି ସେଟାକୁ ନିଜର କଳ ଭଳି ପ୍ରୟୋଗ କରୁଥିଲା ଆଜି ଯେତେବେଳେ ସେ କଳ ବନ୍ଦ ହୋଇଯାଉଛି ନିଜର ବ୍ୟକ୍ତିଗତ ସ୍ୱାର୍ଥରେ ପଇସା ରୋଜଗାର କରିପାରୁନାହାନ୍ତି। ତେଣୁ ନିଜେ ଭୟଭୀତ ହୋଇ ଏଭଳି କାର୍ଯ୍ୟ କରୁଛନ୍ତି। କାରଣ ରାଜନୀତିରେ ଏପରି ଆକ୍ରୋଶ କେବେ ଯାଜପୁରରେ ମୁଁ ହେବାର ଦେଖିନି। ମୁଁ ଆଜି ପ୍ରଥମ ଥର ଦେଖୁଛି ଆପଣମାନେ ବିରୋଧରେ କଳା ପତାକା ଦେଖାଇ ପାରିବେ କିଏ କାହାକୁ ସାଇ ଫୋପାଡ଼ି ପାରିବେ ଅଣ୍ଡା ଫୋପାଡ଼ି ପାରିବେ ସବୁକିଛି କାର୍ଯ୍ୟ କରିପାରିବେ ହେଲେ ଏମିତି ରଡ଼ ଧରି ଏମିତି ଜୀବନ ମାରିଦେଲା ଭଳିଆ ପ୍ରଥମ ଥର ପାଇଁ ମୁଁ ଯାଜପୁର ପ୍ରଣବ ପ୍ରକାଶ ଦାସଙ୍କର ଯେଉଁ ଯୁବ ଥିଲେ ବିଜୁ ଜନତା ଦଳର ସଭାପତି ତାଙ୍କର ଯାହା ଲୋକ ଥିଲେ ଏବଂ ସେମାନେ ଯେଉଁ ଆସିକି ମୋତେ ଷ୍ଟ୍ରେଟ୍ କହିଲେ କି ଆମକୁ ବବି ଦାସ ପଠାଇଛି ହିମାଂଶୁ ଶେଖର ସାହୁ ଏବଂ ଭାରତୀୟ ଜନତା ପାର୍ଟିର କୌଣସି ନେତାକୁ ଯାଜପୁର ଆଲା ନେଇ ମାରିଦେବୁ ଏଭଳିଆ ଜିନିଷ ଦୃଢ଼ ନିନ୍ଦା କରାହେଉଛି ଏବଂ ଏହାପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛୁ। ଯେଉଁମାନେ ବି ଲିଙ୍କରେ ଅଛନ୍ତି ନିଶ୍ଚୟ ସମସ୍ତେ ଆରେଷ୍ଟ ହେବେ। ଅଭିଯୋଗ ଆଜ୍ଞା ମୁଁ ତାକୁ ଦେଖିନି ସେ ତ ମାସ ପରେ ଥିଲେ ନିଶ୍ଚୟ ଅଭିଯୋଗ ଏତଲା ସମସ୍ତ ନାଁରେ ଦିଆହେଇଛି ଯିଏ ଆକୁ ପଛପଟେ ରହିକି କାର୍ଯ୍ୟ ଚଲେଇଛି ଏବଂ ଯିଏ ସେ ଲିଙ୍କରେ ରହିଛନ୍ତି ଏବଂ ମୋତେ ବି ତାଙ୍କ ଭିତରୁ ଆପଣମାନଙ୍କୁ କହିଥିଲି ମିଡ଼ିଆ ଯିଏ ଫୋନ୍ କରି ଥ୍ରେଟେନ୍ ବି ଦେଇଥିଲେ ଏବଂ ବାରମ୍ବାର ସେ ଯାଇକି ପ୍ରତିଟି କଥାରେ କହୁଛନ୍ତି ଆମକୁ ଆରେଷ୍ଟ କର 4 ବର୍ଷ ଜେଲ୍ ଦିଅ ଥାନାରେ ପୁଣି କାଲି ବି ଯାଇକି କହିଛନ୍ତି ଆମକୁ ଆରେଷ୍ଟ କର ଆମକୁ ଯଦି ଦୋଷ ଅଛି ଆରେଷ୍ଟ କର। ନିଶ୍ଚୟ କେଉଁଠି ନା କେଉଁଠି ତାଙ୍କର ଡର ରହୁଛି ସେହି ହିସାବରେ ସେ ଭୁଲ ଭାଲ କରୁଛନ୍ତି ଲୋକଙ୍କୁ ମାରିବା ପାଇଁ ପଠାଉନାହାନ୍ତି। ତେଣୁ ନିଶ୍ଚୟ ଯେତେ ଜଣ ଥିବ ଯେତେ ଜଣ ନାଁରେ ଏତଲା ଅଛି ସମସ୍ତେ ଆରେଷ୍ଟ ହେବେ। କେତେ ଜଣ ତ ମୁଁ ଜାଣିନି ଆମେ ମିନିମମ୍ 25-30 ଜଣ ଦେଖିଥିଲୁ ତାଙ୍କ ନାଁରେ ଦେଇଛୁ ଏବଂ ଅନ୍ୟାନ୍ୟ ଲୋକ ପୋଲିସ ତାଙ୍କୁ ଚିହ୍ନଟ କରିବ ଏବଂ ତାଙ୍କର ଯେ କିଙ୍ଗ ମେକର ତାଙ୍କୁ ବି ପୋଲିସ ଚିହ୍ନଟ କରୁଛନ୍ତି ଆଡ଼ିସନାଲ ଡିଜି ବି ଚିହ୍ନଟ କରୁଛନ୍ତି ସମସ୍ତେ ବନ୍ଧା ହେବାଟା ଥୟ। କହିହେବନି ସେମାନେ ବିଗତ ଦିନରେ ଧର୍ମଶାଳାରେ ଆସି ପଦଯାତ୍ରା କରିଥିଲେ ଧର୍ମଶାଳା ଆସି ବ୍ଲକ୍ ଘେରାଉ କରିକି ବ୍ଲକ୍କୁ ବନ୍ଦ କରିଥିଲେ। ତେଣୁ ତାଙ୍କ କାର୍ଯ୍ୟକଳାପରେ ଆପଣମାନେ ଜାଣିପାରୁଥିବେ ସେମାନେ ଗୋଟେ ଆକ୍ରୋଶମୂଳକ କାର୍ଯ୍ୟକ୍ରମ କରିଛନ୍ତି ଲୋକ ହିତକର କୌଣସି କାର୍ଯ୍ୟ କରୁନାହାନ୍ତି। ମୁଁ ତ ବାରମ୍ବାର କହୁଛି ଜନହିତକର କାର୍ଯ୍ୟ କରିବା ପାଇଁ ଆମ ସହିତ ହାତ ମିଶାଇକି କାର୍ଯ୍ୟ କରନ୍ତି। ତେଣୁ ଜନହିତକର କାର୍ଯ୍ୟ କରିବା ସେମାନଙ୍କର ନା ଥିଲା ନା ଏବେ ଅଛି। ତାଙ୍କର କାର୍ଯ୍ୟ କେବଳ ଲୋକଙ୍କୁ ହଇରାଣ ପଠାଇବା ନିଜ ପକେଟ୍ ମନି ଯେତେବେଳେ ବନ୍ଦ ହୋଇଯାଉଛି ଲୋକଙ୍କୁ ଆକ୍ରୋଶ କରିବା ଲୋକଙ୍କୁ ଗରମ କରିବା ପଦଯାତ୍ରା ନାଁରେ ଲୋକଙ୍କୁ ହିଂସ୍ର କଥା କହିବା ବିରୋଧୀ ଆଚରଣ ଦେଖାଇବା ଏସବୁ ଜିନିଷ ଏଇଟା ସମାଜରେ ନିନ୍ଦନୀୟ ଘଟଣା। ଏଭଳିଆ ଜିନିଷ ହେଲେ ଯାଜପୁରର ସେ ଡେଭଲପ୍ କରୁଥିଲେ କି ନିଜର ଡେଭଲପ୍ କରୁଥିଲେ ଏବେ କ'ଣ କରି ଆସିଛନ୍ତି ଯାଜପୁର ଆସିବେ ନା ଦୃଢ଼ ଜବାବ ଆଗକୁ ଆହୁରି ଦେବେ।